ओम गुरु ब्रह्मा गुरु विष्णु गुरुदेव महेश्वर गुरुरेव परम ब्रह्मम तस्मै श्री गुरुवे नमः तस्मै श्री गुरुवे नमः तस्मै श्री गुरुवे नमः अखंडमंडलाकारं व्याप्तयेनं चराचरं तत्पदं दर्शितं चेनं तस्मै श्री गुरुवे नमः तस्मै श्री गुरुवे नमः तस्मै श्री गुरुवे नमः ओम नमः शिवाय 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 शिवपुराण ବା ଶୈବପୁରାଣ ଦ୍ୱିତୀୟ ଖଣ୍ଡ ପାର୍ବତୀ ଦେବୀଙ୍କ ସ୍ୱୟମ୍ବରରେ ଯୋଗଦେବା ନିମନ୍ତେ ତ୍ରିପୁରବାସୀ ମାନଙ୍କର ହିମାଳୟ ଗମନ ତୃତୀୟ ଭାଗ। ମୁଦ୍ଗଲ ଦେଶର ରାଜା ବିଜୟ କେଶରୀ ଅନ୍ତଗିରି ଦେଶର ସୁଷେଣ ଦଣ୍ଡଧାରୀ ବିଗିରି ଦେଶର ନୃପତି ରତ୍ନାକର ସଙ୍ଗେ ସମଦଣ୍ଡ ଘେନି ହୋଇଲେ ବାହାର ପ୍ରବଙ୍ଗ ଦେଶର ଭୂପା କବୀର ତୁଲେ ମାଲବ ଦେଶର ରିପୁ ଚନ୍ଦ୍ର ରାଜା ଗଲେ ପ୍ରବଙ୍ଗ ଦେଶର ନୃପତି ଯେ ହରିଶ୍ଚନ୍ଦ୍ର ପର୍ବତ ଦେଶକୁ ଗଲେ ସେ ଦେଶ ନରେନ୍ଦ୍ର ପ୍ରିବଜ ଦେଶରୁ ଗଲେ ନୃପ ମହାବୀର ବ୍ରହ୍ମଓରୁ ଦେଶରୁ ଗଲେ ନୃପ ବ୍ରହ୍ମଶିର ଭାର୍ଗବ ଦେଶର ନରପତି ଅରବିନ୍ଦ ପ୍ରଗଜ୍ୟୋତି ସପୁରୁ ବାହାରିଲେ ଉପନନ୍ଦ ସୋମକ ଦେଶରୁ ଗଲେ ପଦ୍ମନାନୁବର ମାଦ୍ରକ ଦେଶରୁ ଯେ ଗଲେ ନୃପ ଶଙ୍କୁଶିର ବିଦେହ ଦେଶରେ ନର ଇନ୍ଦ୍ରଧନପତି ତାମ୍ରଲିପ୍ତ ଦେଶରୁ ଯେ ଗଲେ ଅଶ୍ୱପତି ମାଧବ ଗୋବିନ୍ଦ ବିନ୍ଦ ମଲ୍ଲ ପାଣ୍ଡୁ ବେଶ କେରଳ ଯେ ଗୋଲାଙ୍ଗୁଳା ଦେଶର ନରେଶ ସନ୍ତକ ମୂଷିକ ଆଉ କୁମାର ଦେଶର ନାମବାଣୀକାରୀ ଦେଶୁ ଚଲେ ନରବର ମହାରାଷ୍ଟ୍ର ମହିଷୀଙ୍କ ଦେଶ ନର ରାୟ କଳିଙ୍ଗ ଆରମ୍ଭିବ ଈଶକ ନୃପରାୟ ଅଟବ୍ୟ ସବର ପୁଲିନ୍ଦ ଯେ ବିଦରଏ ଦଣ୍ଡବ ଗୌରିକ ମୌନେୟକ ସୌଦର ଦବ ଅମ୍ବକ ଦେଶ ଯେ ପୁଣି କୌଳିକ କୁନ୍ତଳ ଭାଗବର ଧନ ଦେଶ ଉଦ୍ଭବ ସଂକୁଳ ନଳ କାଳିକା ଯେ ବେଶ ଆବର ସ୍ୱପ୍ନ ବଳିବନ ଦୁର୍ଗମ ଯେ ତାଳି କଟୁରୁକ କାଳିନ୍ଦୀ ପୁଳିନ୍ଦ ଦେଶ ଜୟକର ଦେଶ ନାସିକା ମାଧ୍ୟାହ୍ନ ସୋମ ହୃଦ ପାଣ୍ଡୁ ଦେଶ ସାରସ୍ୱତ ଅନୁପହେ ନିରାହାର ଗଣ ଅନ୍ୟ ଧର୍ମ କରୁଣ କର୍ଣ୍ଣିକ ପ୍ରାବଣ ତ୍ରିଗର୍ତ୍ତ ମାଳବ ଦେଶ କିରାତ ମଥୁରା ମାଦ୍ରାଜ କାନ୍ୟବ୍ୟ ଦେଶରେ ଯେ ମହାବୀରା ଧର୍ମରଣ୍ୟ କୌଶିକ ସୌରଭ ଦେଶ କଙ୍କସି ଭୀଷ୍ମକ ମାରୁତ ଯେ ଅକଳୁଷ କାପିଞ୍ଚାଳ ଉଦୁମ୍ବର ସୁପକର୍ଣ୍ଣ ମଦ୍ର ମିଥିଳା ଯେ ଅଦ୍ର ଦେଶ କର୍ଣ୍ଣାଟକ ଆନ୍ଧ୍ର ଅରିଷ୍ଟ ମେଖଳା ଦେଶ ବଦନ ଜନ୍ତୁର ବର୍ଦ୍ଧମାନ କୌଶଳ ଯେ ବିକର୍ଣ୍ଣ ମାନ୍ଦାର ମହାକର୍ଣ୍ଣ ମହାଦେବୀ ରସବ ସିଂହଳ ପଞ୍ଚଦେଶ ତ୍ରିଲିଙ୍ଗ ଯେ ଚୋଡ଼ଙ୍ଗ ଅମ୍ବାଳ ଚୀନ ଦେଶେ ଚୋଳକେଶ ଦକ୍ଷିଣ କୌଶଳ ଦ୍ରାବିଡ଼ ଯେ ସିନ୍ଧୁ ବେଶ ସୌରାଷ୍ଟ୍ର ବଙ୍ଗାଳ ଯୋଜ ଏକ ଦାସମେୟ
সেমব কাশ্মীর কুকুনট বিজন রাষ্ট্র গন্ধর্ব বরবর ଏମାନଙ୍କୁ ଆଦି କରି ମହାଦେଶ ଯେତେ ନିମନ୍ତ୍ରୀ ଆଣିଲେ ସେମାନଙ୍କୁ ଗିରି ଦୂତେ ଯେ ଯାହାର ସୈନ୍ୟ ଘେନି ଓଇଲେ ତୁରିତ ହାତୀ ଘୋଡ଼ା ସହିତରେ କୋଟି କୋଟି ରଥ ଚାରି ଉଣା ଲକ୍ଷେ ରାଜା ଥିଲେ ମଧ୍ୟ ଦେଶେ ସମବର୍ଣ୍ଣ ଘେନି সমদণ্ড ঘেনি সর্বে চলিলে হরসে আপ্লক্ষ দ্বীপକୁ যে ବଣ ଦୂତେ ଯାଇଥିଲେ ସେ ନୃପଙ୍କୁ ନିମନ୍ତ୍ରଣ ଦେଇ ସେ ଆଣିଲେ ଶାକଦ୍ୱୀପରୁ ଅଇଲେ ସବୁ ନୃପବର ଯେ ଯାହା ସୈନ୍ୟ ବଳ ଘେନି ସଙ୍ଗତର ପାର୍ବତୀ ବିବାହ ଶୁଣି ପାଇ ନିମନ୍ତ୍ରଣ ପୁଷ୍କର ଦ୍ୱୀପରୁ ବାହାରିଲେ ନୃପଗଣ ଲୋକାଲୋକ ନିବାସୀ ଯେ ଚାରି ନୃପବର ସ୍ୱୟଂବର ଶୁଣି ସେହୁ ଅଇଲେ ସତ୍ପର ନୃପଙ୍କର ସୈନ୍ୟ ବଳ କେ ପାରିବ ଗଣି ମୁଖରାବ ଶବଦରେ କମ୍ପଇ ଧରଣୀ চলন্তে বিবিধ ছন্দে বজাইবা জনা সকলে গরিষ্ঠ নূপ কেহি নাহি উଣା হিমবন্ত শিখরকু করନ୍ତି গমন আগ পଛ ବାଜୁଅଛି ଚମକ ନିଶାଣ 14 ପୁରର ଲୋକ ସମସ୍ତେ ଓଇଲେ ବାଟରେ ଆସନ୍ତେ ସର୍ବେ ବିଷ୍ଣୁଙ୍କୁ ଦେଖିଲେ ଭକତି ଭାବରେ ନମି ବିଷ୍ଣୁଙ୍କର ପାଦେ ହିମବନ୍ତ ଶିଖରକୁ ଚଳିଗଲେ ମଦେ କର୍ଣ୍ଣରେ ଶୁଣିଲେ ଜୀବ ପ୍ରଭୁଙ୍କ ନିବାସ ବିଷ୍ଣୁ ଆଦି କରି ସର୍ବେ ହେଲେ କରୁଣ୍ଡ ମୁଖରାବ ଶବଦରେ କମ୍ପଇ ଭୂଖଣ୍ଡ ହିମବନ୍ତ ପର୍ବତରେ ପ୍ରବେଶନ୍ତେ ଯାଇ ଦେଖିଲେ ମଙ୍ଗଳ କୃତ୍ୟ ହୋଇଅଛି ତହିଁ ସୁବର୍ଣ୍ଣର ଚୌବେଦୀ ତୋରଣ ମଣ୍ଡପ ତହିଁ ପରେ ଟାଣିଅଛି ଚିଦ୍ର ଚନ୍ଦ୍ରାତାପ ମଣ୍ଡପରେ ଶସ୍ତ୍ରଖମ୍ବ ଇନ୍ଦ୍ରନୀଳ ମଣି ପ୍ରବଳ ନିର୍ମିତ ଓରା ପୁଷ୍ଟରାଗ ଶ୍ରେଣୀ ଉପରର ଘୋଡ଼ାପଟା ବ୍ରହ୍ମଜାତି ହୀରା କୁରୁବିନ୍ଦ ପଣସୁଆ ମାଣିକ୍ୟର ଜୋରା ପ୍ରବାଳର କାଣ୍ଡ ଆଣ୍ଟ ଗୋମଦର ରୁଅ ବତା ଚନ୍ଦ୍ର କାନ୍ତମଣି ଜ୍ୟୋତି ଅତିଶୟ ବିଦ୍ରୁମ କଳସ ଊର୍ଦ୍ଧ୍ୱେ ଦିଶଇ ସୁନ୍ଦର ପତାକା ରଙ୍ଗଣୀ ପଟ ଉଡ଼େ ଫରହର ମାଣିକ୍ୟ ମୁକୁତା ଲମ୍ବି ଅଛି ଚୌକତେ ହୀରା ନୀଳାମଣି ରତ୍ନ ମଧ୍ୟେ ଝଟକନ୍ତେ ଦର୍ପଣ ଚାମର ପନ୍ତି ନାନା ବର୍ଣ୍ଣ ଖଚି ଶୋଭା ଅନୁରୂପେ କୁଞ୍ଜ ରଖିଛି ସମ୍ପାଦି ମଧ୍ୟ ଦେଶେ ସ୍ଥାପିଅଛି ଗୁରୁ ସ୍ୱର୍ଣ୍ଣ କୁମ୍ଭ ଚ୍ୟୁତପତ୍ର ନାରିକେଳ ଦିଶଇ ଆରମ୍ଭ যতনে হংসুলি তুলি সে যাই পাতিছি কর্পূর কস্তুরি গুণ্ড মিশাইণ সিঞ্চি আশুবাস কুসুমলম্বী অছি মাଳ মাଳ বিচিত্র তোরণ তুলে স্বর্ণচ্যুত বଳ ପ୍ରାଙ୍ଗଣରେ ଠାବେ ଠାବେ ରମ୍ଭା ତରୁପତି ସୁବାସ ଚନ୍ଦନ ଛେରା ପକାଇଅଛନ୍ତି ମାଣିକ୍ୟର ଦୀପାବଳି ଜଳେ ଚଉପାଶ ଚହଟଇ ଅତର ଯେ ସୁନିଅର ବାସ ହିମବନ୍ତ ନାଗେଶ୍ୱର ଗରିଚୂଡ଼ାମଣି ଯାହା ବିଚାରିଲେ ତାହା ମିଳଇ ସେ କ୍ଷଣି
ସେ ପୁଣି କରାଇଛନ୍ତି ମନ ଦେଇ ନିର୍ଭା। ଈଶ୍ୱର ପାର୍ବତୀ ଦୁହେଁ ହେବେ ଯହିଁ ବିଭା। ସେ ସ୍ଥାନର ଅପରୂପ ହେବ ବା କିସ, ଦେଖିବାକୁ ହୋଇଅଛି ଆଲୋକିତ ଦୃଶ୍ୟ। ଚନ୍ଦନ କାଠରେ କରି ଅଛି ଛାମୁଣ୍ଡିଆ, ଅଖଣ୍ଡିତ ତେଜ ପତ୍ର ତହିଁ ପରେ ଛୁଆ। ଲାଗି ଲାଗି ପଡ଼ିଅଛି ଗଣ୍ଡିଆ ନାବତା, ଲୟ କରି ବାନ୍ଧିଅଛି ରଙ୍ଗ ପାଟ ସୂତା। ଲମ୍ବାଇ ଅଛନ୍ତି ଗୁନ୍ଥି ନାନା ବର୍ଣ୍ଣେ ଫୁଲ, ଆବର ଲମ୍ବିଛି ତହିଁ ବହୁବିଧ ଫଳ। ଆନନ୍ଦ ହୋଇଲେ ଏହା ଦେଖିଣ ଚିତ୍ୟ, ବୋଲନ୍ତି ହେ ଧନ୍ୟ ଧନ୍ୟ ଅଟୁ ହିମବନ୍ତ। 14 ଭୁବନ ଲୋକେ ଦେଖନ୍ତି ହରସେ, ତହିଁ ସେ ଚଉରି କାହିଁ ଶୋକ ଗୃହ ଦିଶେ। ମେଢ଼ ଯେ ମଣ୍ଡପ କାହିଁ ଅଟ୍ଟାଳି ଜଗତି, ବିଚ୍ଛକନ୍ଦ ନନ୍ଦାବତ ଗୃହେ ବିରାଜନ୍ତି। ତ୍ରିପୁରୀ 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 ତ୍ରିପୁରା ଗୃହେ ବିଚିତ୍ର ବଙ୍ଗଳା, ଧାଡ଼ି ଧାଡ଼ି ହୋଇ ରହିଛନ୍ତି ଅଶୃଙ୍ଖଳା। ନବରତନ ଜଳସ ନବରତନ କଳସ ଦିଶେ ଝଟ ଝଟ, ଫର ଫର ହୋଇ ଉଡ଼େ ଚିତ୍ର ମେଘି ପାଟ। ଝରା ଯେ ବଉଳା ପୁଣି ଦର୍ପଣ ଚାମର, ବିଚିତ୍ର ଗବାକ୍ଷମାନ ଦିଶନ୍ତି ସୁନ୍ଦର। ଜାଲିକମ ପୁଡ଼ା ତୁଲେ ବହି ବାତାୟନ, ଦିଶଇ ବିବିଧବତା ପଡ଼ି ଭିନ୍ନ ଭିନ୍ନ। ସେ ଦିବ୍ୟ ମନ୍ଦିର ଶୋଭା କେ ପାରିବ କହି, ପାଶେ ଉଭା ହୋଇ ଦେଖା ଯାଏ ଅଙ୍ଗ ଛାଏ। ଯତନେ ଖଞ୍ଜନ୍ତି ନାନା ବନ୍ଧର ପିତୁଳି, ପିତୁଳି ମାନଙ୍କ ଶୋଭା ଏକୁ ଏକ କଲି। ସୁନା ରୂପା ଟଙ୍କା କଂସା ପିତଳ ଖପର, ରଙ୍ଗା ତମ୍ବା ସିସା ଲୌହ ପଡ଼ନ୍ତି ଅପାର। କର୍ପୂର କସ୍ତୁରୀ କୁଙ୍କୁମ ଯେ ଚତୁସମ, ଅତର ପନିର ଗୁଆ ବିବିଧ କୁସୁମ। ସ୍ୱାଦୁ ଫଳମୂଳ କଥା କହି ନ ହେ ଶେଷ, ଶାଳିକନ କୁଢ଼ କୁଢ଼ ବ୍ୟଞ୍ଜନ ଅଶେଷ। ଘୃତ କ୍ଷୀର ଦଧି ଦହି ପରାଏ ରହିଛି, ବିବିଧ ପ୍ରକାରେ ଖଜା ମିଠାଇ ରହିছে। ଯାହା ବିଚାରିଲେ ତାହା ମିଳଇ ସତ୍ୱର, ବିଚିତ୍ର ବସନ ନାନା ବିଧ ଅଲଙ୍କାର। ଈଶ୍ୱର ପାର୍ବତୀ ଦୁହେଁ ହେବେ ଯହିଁ ବିଭା, ସେଠା ବରେ କେଉଁ କଥା ଅପରୂପ ଅବା। হৈମବତୀ ଦେବୀଙ୍କର ଶ୍ରୀମୁଖ ମଣ୍ଡଳ, ଦେଖିବା ନିମନ୍ତେ ତହିଁ ସର୍ବେ ହେଲେ ଠୁଳ। ଏଥୁ ଅନ୍ତରେ ଶୁଣ ଅପୂର୍ବ ବିଧାନ, ହରସରେ ପରିପୂର୍ଣ୍ଣ ହେଲେ ସର୍ବଜନ। ହିମବନ୍ତ ସମୀପରେ ମିଳି ସର୍ବଦୂତ, ପାଦ ତଳେ ପଡ଼ି ଉଠି ଶିରେ ଦେଲେ ହସ୍ତ। କେ ବୋଲନ୍ତି ଶୁଣ ହେ ଦେବଗିରି ଶିରୋମଣି, ଓଇଲେ ସମସ୍ତ ଲୋକ ସ୍ୱୟଂବର ଶୁଣି। ବ୍ରହ୍ମା ବିଷ୍ଣୁ ସହିତରେ ଇନ୍ଦ୍ରାଦି ଦୈବତେ, ନାଗ ନର ଆଦି ଲୋକ ଓଇଲେ ସମସ୍ତେ। ଏହା ଶୁଣି ହିମବନ୍ତ ଉଠିଲେ ବହନ, ସଙ୍ଗତେ ଅଛନ୍ତି ଆପଣାର ମନ୍ତ୍ରୀଗଣ। ପାଦ ଗତି ହୋଇ ପାଛୋଟିଣ ଗଲେ ଆଣି, ପ୍ରଥମେ ଦେଖିଲେ ବିଜେ ଶଙ୍ଖ ଚକ୍ର ପାଣି। ଗରୁଡ଼ ପୃଷ୍ଠରେ ବସିଛନ୍ତି ଆଦି ମୂଳ, ଶରତ ଚନ୍ଦ୍ରମା ପରି ଶ୍ରୀମୁଖ ମଣ୍ଡଳ। କଣ୍ଠେ ବନମାଳ ଶୋହେ ଶ୍ରୀବତ୍ସ ଲାଞ୍ଚନ, ଦେଖି ଦଣ୍ଡବତ ହେଲେ
ଗିରିଙ୍କ ରାଜନ ପୁଣି ଉଠି ମସ୍ତକରେ ଯୋଡ଼ିବେ ନିହସ୍ତ ବୋଇଲେ ଭଦେବ ଆଜି ହେଲି ମୁକୁତାର୍ଥ ତଦନ୍ତେ ବ୍ରହ୍ମାଙ୍କ ପାଦ ବନ୍ଦି ହିମବନ୍ତ ଋଷିଗଣକୁ ଅନାଇ ଶିରେ ଦେଲେ ହସ୍ତ ବାସବଙ୍କୁ ନମସ୍କାର କଲେ ଭକ୍ତି ଭାବେ ସମ୍ଭାବନା ପାଇଲେ ଯେ ଆଉ ଦେବ ସର୍ବେ ଭୁଜଙ୍ଗରତିଙ୍କୁ କରିଣ ସେ ଆଲିଙ୍ଗନ ସକଳ ରାଜାଙ୍କୁ କଲେ ବହୁ ଆଶ୍ୱାସନା 14 ଭୁବନ ଲୋକ ଥିଲେ ଯେତେ ଆସି ସେମାନଙ୍କୁ ହିମବନ୍ତ କହିଲେ ଆଶ୍ୱାସୀ ବାସଗୃହ ମାନ ଯେଝା ଅନୁରୂପେ ପାଇ ସନ୍ତୋଷେ ରହିଲେ ସର୍ବେ ଆନନ୍ଦିତ ହୋଇ ନାନାଦି ପଦାର୍ଥ ମାନ ଭୁଞ୍ଜିଣ ସମସ୍ତେ ଗିରି ଶିଖରେ ରହିଲେ ଯେ ଯାହାର ମତେ এ শিব পুরাণ ওটে অমিয় সমান ভক্তি ভরে পঠন কর হে সুজ্ঞজন অন্তকালে দেবদেব শশঙ্কা ধারণ উদ্ধার করি কৈলাস স্কন্দে দেলে স্থান পার্বতীଙ୍କ ସ୍ୱୟଂବର ହେଲା ଆୟୋଜନ ଶ୍ରୀ ଦୁର୍ଗା ସୁମରିଲେ କେ ଶ୍ରୀକ୍ଷେତ୍ର ମୋହନ।